ବଡ଼ ଜଙ୍ଗଲରେ ସବୁ ପକ୍ଷୀ ବହୁତ ଖୁସିରେ ଥିଲେ। ଥରେ ତାଙ୍କ ଜଙ୍ଗଲକୁ ଗୋଟିଏ ଶିକାରୀ ଚିଲ ଆସେ। ସବୁ ପକ୍ଷୀମାନଙ୍କ ଉପରେ ତାର ନଜର ପଡ଼େ। ଆରେ ବାଃ, ଏହି ଜଙ୍ଗଲରେ ତ ବହୁତ ଗୁଡ଼ିଏ ପକ୍ଷୀ ଅଛନ୍ତି, ଆଉ ବହୁତ ମୋଟା ମଧ୍ୟ ହୋଇଛନ୍ତି। ମୁଁ ଏବେ ଯେଉଁ ଜଙ୍ଗଲରୁ ଆସିଲି ସେହି ଜଙ୍ଗଲର ସବୁ ପକ୍ଷୀକି ମାରିକି ଖାଇଲି, କିନ୍ତୁ ସେମାନେ ବହୁତ ପତଳା ଥିଲେ। ହେଲେ ମଜା ଲାଗିଲା ନାହିଁ। କିନ୍ତୁ ଏମାନଙ୍କୁ ଦେଖି ଲାଗୁଛି ଏମାନଙ୍କ ଜଙ୍ଗଲରେ ଗୋଟିଏ ବି ଶିକାରୀ ପକ୍ଷୀ ନାହିଁ। ମୁଁ ଏମାନଙ୍କୁ କାଲିଠୁ ଖାଇବା ଷ୍ଟାର୍ଟ କରିବି। ଏମିତି କହି ଶିକାରୀ ଚିଲ ସେଠାରୁ ଚାଲିଯାଏ। ଆଉ ଜଙ୍ଗଲର ମଝିରେ ଗୋଟିଏ ଗଛରେ ତାର ବସା ବନାଏ, ଆଉ ସେହି ବସାରେ ରହିବାକୁ ଲାଗେ। ଚିଲ ଯାଇ ଅନ୍ୟ ପକ୍ଷୀମାନଙ୍କ ଉପରେ ନଜର ରଖେ। ଥରେ ରାନୁ ଚଢ଼େଇ ଜଙ୍ଗଲରେ ଖାଦ୍ୟ ଖୋଜୁଥାଏ। ଖାଦ୍ୟ ଖୋଜି ଖୋଜି ବହୁତ ଆଗକୁ ଚାଲିଯାଏ। ଆରେ ମୋର ପିଲାମାନଙ୍କୁ ବହୁତ ଜୋରରେ ଭୋକ ଲାଗୁଥିଲା। ମୁଁ ଯଥାଶୀଘ୍ର ଖାଦ୍ୟ ଧରିକି ତାଙ୍କ ପାଖକୁ ଯିବାକୁ ପଡ଼ିବ। ଏମିତି ଭାବି ଭାବି ଖାଦ୍ୟ ଖୋଜୁଥାଏ। ହଠାତ୍ ଚିଲର ନଜର ରାନୁ ଉପରେ ପଡ଼ିଲା। ଆରେ ବାପରେ, ରାନୁ ଚଢ଼େଇ ଆଜି ଏକୁଟିଆ ଅଛି। ରାନୁ ଚଢ଼େଇ କି ମୋଟା ହୋଇଛି। ମୁଁ ଏବେ ରାନୁ ଚଢ଼େଇକୁ ଖାଇବି। କିନ୍ତୁ ରାନୁ ଚଢ଼େଇର ଛୋଟ ଛୋଟ ଦୁଇଟି ପିଲା ଅଛନ୍ତି। ସେମାନେ ଆଉ ଟିକେ ବଡ଼ ହୋଇଥିଲେ ତାଙ୍କ ମାଆକୁ ଆଉ ତାର ଛୋଟ ପିଲାମାନଙ୍କୁ ଖାଇବି ଭାବିଥିଲି। ମୁଁ ଏତେ ଚିନ୍ତା କରିବା କ'ଣ ଦରକାର? ମୁଁ ଯାଏ ରାନୁକୁ ଶିକାର କରିବି। ଏମିତି କହି ଚିଲ ରାନୁ ପାଖକୁ ଚାଲିଯାଏ। ରାନୁକୁ ଶିକାର କରି ତାର ବସାକୁ ନେଇ ଆସେ। ଆଉ ରାନୁ କିଛି କହିବା ଆଗରୁ ଚିଲ ରାନୁକୁ ମାରି ଖାଇଦିଏ। ଆହା, କି ଶାନ୍ତି! ଏହି ରାନୁ ଚଢ଼େଇ ବହୁତ ମିଠା ଲାଗିଲା। ସିଏ କେଉଁ ଫଳ ଖାଉଥିଲା କେଜାଣି? ଏପଟେ ରାନୁର ପିଲାମାନେ ରାନୁକୁ ଅପେକ୍ଷା କରିଥିଲେ। ତାଙ୍କ ବସା ପାଖରେ ଚିଙ୍କି ଚଢ଼େଇ ଆଉ ବୁଲବୁଲି ମାଉସୀ ରହୁଥିଲେ। ଚିଙ୍କି ଚଢ଼େଇ ବୁଲବୁଲି ମାଉସୀକୁ କୁହେ, ଆରେ ବୁଲବୁଲି ମାଉସୀ, ରାନୁ ଚଢ଼େଇ ତାଙ୍କ ଘରକୁ ଯାଇଛି କି? ତାର ଛୋଟ ଛୋଟ ପିଲାମାନଙ୍କୁ ରାନୁ ଚଢ଼େଇ ଛାଡ଼ିକି କୁଆଡ଼େ ଯାଇଛି? ତାର ପିଲାମାନେ ସକାଳୁ କେତେ କାନ୍ଦୁଛନ୍ତି। ଆରେ ଚିଙ୍କି, ମୁଁ ମଧ୍ୟ ଜାଣିନି ରାନୁ ଚଢ଼େଇ କୁଆଡ଼େ ଯାଇଛି ବୋଲି। ଆଜି ସକାଳେ ରାନୁ ଚଢ଼େଇ ଥିଲା, ମୁଁ ଦେଖିଛି। ତାପରେ ସେ ଏଠାକୁ ଆସିନି। ରାତି ଏତେ ହେଲାଣି, ରାନୁ ଚଢ଼େଇ ଏପର୍ଯ୍ୟନ୍ତ ତାର ଘରକୁ ଆସିନି। ତୁ ଯା, ତାର ପିଲାମାନଙ୍କୁ ପଚାରିକି ଆସିବୁ। ଚିଙ୍କି ଚଢ଼େଇ ରାନୁ ପିଲାମାନଙ୍କ ପାଖକୁ ଚାଲିଯାଏ। ଆରେ ପିଲାମାନେ, ତମ ମା କୁଆଡ଼େ ଯାଇଛନ୍ତି? ଆଣ୍ଟି ଆଣ୍ଟି, ଆମ ମା ଆମ ପାଇଁ ଖାଦ୍ୟ ଆଣିବା ପାଇଁ ଯାଇଥିଲେ। ଆଉ ରାତି ଏତେ ହେଲାଣି ଏପର୍ଯ୍ୟନ୍ତ ଆସିନାହାନ୍ତି। ଆମକୁ ବହୁତ ଜୋରରେ ଭୋକ ଲାଗିଲାଣି। ଏମିତି କହି କାନ୍ଦନ୍ତି।
ଖାଦ୍ୟ ରାନୁ ପିଲାମାନଙ୍କୁ ଦିଏ। ଆଉ କୁହେ, ଆରେ ପିଲାମାନେ, ତମେ ଚିନ୍ତା କରନି, ମୁଁ କାଲି ସକାଳେ ଯାଇ ତମ ମାଆକୁ ଖୋଜିବି। ଏମିତି କହି ଚିଙ୍କି ଚଢ଼େଇ ବୁଲବୁଲି ମାଉସୀ ପାଖକୁ ଚାଲି ଆସେ। ଆଉ ବୁଲବୁଲି ମାଉସୀକୁ ସବୁ କଥା କୁହେ। ଆରେ ରାନୁ ଚଢ଼େଇର ଆଉ କିଛି ଅସୁବିଧା ହୋଇନି ତ? ସକାଳେ ଦେଖିବା। ଏବେ ଏତେ ରାତିରେ ଆମେ କ'ଣ କରିବା? ଦୁଇଜଣ ଶୋଇପଡ଼ନ୍ତି। ଚିଲ ଏମିତି ଗୋଟି ଗୋଟି କରି ତାଙ୍କ ଜଙ୍ଗଲରୁ ସମସ୍ତଙ୍କୁ ଶିକାର କରିନିଏ। ଥରେ ଗୋଟିଏ ଶୁଆକୁ ଚିଲ ଶିକାର କରି ଖାଉଥାଏ। ବୁଲବୁଲି ମାଉସୀ ସାଙ୍ଗେ ସାଙ୍ଗେ ତାଙ୍କ ବସାକୁ ଚାଲିଯାଆନ୍ତି। ଆଉ ଚିଙ୍କି ଚଢ଼େଇକୁ କୁହେ, ମୋତେ ଯାହା ଲାଗୁଛି ଏହି ଶିକାରୀ ଚିଲ ଆମ ଜଙ୍ଗଲର ସବୁ ପକ୍ଷୀକୁ ଖାଇସାରିଲାଣି। ରାନୁ ଚଢ଼େଇକୁ ମଧ୍ୟ ଖାଇଥିବ। ଆମେ ଦୁଇଜଣ ଏବେ କ'ଣ କରିବା? ତାହାପରେ ଚିଙ୍କି ଚଢ଼େଇ ଗୋଟିଏ ପ୍ଲାନ୍ ବାହାର କରେ। ଚିଙ୍କି ଚଢ଼େଇ ତାର ଦିନ ଚିଲ ପାଖକୁ ଯାଏ। ଆରେ ଚିଲ ଭାଇ, ମୋତେ ତମେ ଖାଅନି। ମୁଁ ତମ ପାଇଁ ବହୁତ ଖାଇବା ବ୍ୟବସ୍ଥା କରିଛି। ଖାଇବା କଥା କହୁଛୁ? ମୁଁ ତତେ ଏବେ ଖାଇବି। ତାହାପରେ ଚିଙ୍କି ଚଢ଼େଇ କୁହେ, ଚିଲ ଭାଇ, ମୁଁ ଗୋଟିଏ ଘରେ ବହୁତ ପକ୍ଷୀ ରହୁଥିବାର ଦେଖିଛି। ତମେ ସେଠାକୁ ଚାଲ, ଆଉ ଘରେ ବସି ସବୁ ପକ୍ଷୀକୁ ଖାଇବ। ଚିଲ ମନ ଖୁସିରେ ସାଙ୍ଗେ ସାଙ୍ଗେ ଚିଙ୍କି ସାଥିରେ ସେହି ଘର ଆଡ଼କୁ ଚାଲିଲା। ଆରେ ଚିଲ ଭାଇ, ଏହି ଘରେ ସବୁ ପକ୍ଷୀ ଅଛନ୍ତି। ତମେ ଯାଅ, ମୁଁ ବାହାର ପଟୁ ବାଟ ଦେଉଛି। ତମେ ସମସ୍ତଙ୍କୁ ଖାଇସାରିଲେ ମୋତେ ଡାକିବ। ଏମିତି ଶୁଣିବା ପରେ ଚିଲ ସେହି ଘରକୁ ଚାଲିଯାଏ। ଚିଙ୍କି ଏପଟୁ ବାଟ ଦେଇଦିଏ। ଚିଲ ଦେଖିଲା ବେଳକୁ ସେହି ଘରେ କେହି ନାହାନ୍ତି। ଆଉ ସେହି ଘର ବାଟ ମଧ୍ୟ ବନ୍ଦ ଅଛି। ଚିଲ ଯେତେ ଡାକିଲେ ମଧ୍ୟ ସେହି ଘର ବାଟ କେହି ଖୋଲିଲେ ନାହିଁ। ସବୁ ପକ୍ଷୀ ଖୁସିରେ ରହିଲେ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ଼ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଏବଂ ନୂଆ ନୂଆ ଭିଡ଼ିଓ ଦେଖୁଥାନ୍ତୁ।